भारतीय रिजर्व बैंक अक्टोबर 4 तारिखରୁ ଏହାର ଚେକ୍ କ୍ଲିୟରାନ୍ସ ସିଷ୍ଟମରେ ବଡ଼ ପରିବର୍ତ୍ତନ କରିଛି। ଏଥିରେ ଚେକ୍ ଜମା କରିବାର କିଛି ଘଣ୍ଟା ମଧ୍ୟରେ ଏହାର ପ୍ରୋସେସିଂ ହୋଇ ଆପଣଙ୍କ ଆକାଉଣ୍ଟରେ ଜମା ହୋଇଯିବ। ପୂର୍ବରୁ ଚେକ୍ କ୍ଲିୟରାନ୍ସ ହେବାକୁ 2-3 ଦିନ ପର୍ଯ୍ୟନ୍ତ ସମୟ ଲାଗୁଥିଲା, ହେଲେ ନୂଆ ନିୟମ ଲାଗୁ ହେଲେ ଏହା ମାତ୍ର କିଛି ଘଣ୍ଟାରେ କ୍ଲିୟର ହୋଇଯିବ। ଏହି ନୂତନ ବ୍ୟବସ୍ଥାକୁ କଣ୍ଟିନ୍ୟୁଅସ୍ କ୍ଲିୟରିଂ ଏବଂ ସେଟଲମେଣ୍ଟ କୁହାଯାଉଛି। ଏହା କାର୍ଯ୍ୟକାରୀ ହେବା ପରେ ବ୍ୟାଙ୍କଗୁଡ଼ିକ କିଛି ଘଣ୍ଟା ମଧ୍ୟରେ ଚେକ୍ ସ୍କାନ୍ କରିବେ, ପ୍ରେଜେଣ୍ଟ କରିବ କିଛି ଘଣ୍ଟା ମଧ୍ୟରେ ଏହାକୁ ପାସ୍ କରିବେ। ଏହି ସମସ୍ତ କାର୍ଯ୍ୟ ବ୍ୟାଙ୍କ ସମୟରେ କରାଯିବ। ଏହି ନୂଆ ବ୍ୟବସ୍ଥାର ପରୀକ୍ଷାମୂଳକ ଆରମ୍ଭ କରାଯାଇଛି। HDFC ଏବଂ ICICI ବ୍ୟାଙ୍କ ସମେତ ଘରୋଇ ବ୍ୟାଙ୍କଗୁଡ଼ିକ ଏହି ସେବା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଚେକ୍ ବାଉନ୍ସ ନ ହେବା ପାଇଁ ଉଭୟ ବ୍ୟାଙ୍କ ଗ୍ରାହକମାନଙ୍କୁ ସେମାନଙ୍କ ଆକାଉଣ୍ଟରେ ପର୍ଯ୍ୟାପ୍ତ ପରିମାଣ ଟଙ୍କା ରଖିବାକୁ ଅନୁରୋଧ କରିଛନ୍ତି। ଏଥିସହିତ ଚେକ୍ର ସମସ୍ତ ବିବରଣୀ ଠିକ୍ ଭାବରେ ଭରିବାକୁ ବ୍ୟାଙ୍କଗୁଡ଼ିକୁ ଅନୁରୋଧ କରିଛନ୍ତି। ଯଦି ଏଥିରେ ସମସ୍ୟା ଥାଏ ତେବେ କ୍ଲିୟରାନ୍ସରେ ବିଳମ୍ବ ହେବ, ନହେଲେ ଚେକ୍ ବାଉନ୍ସ ହୋଇଯିବ ବୋଲି ଘରୋଇ ବ୍ୟାଙ୍କ କହିଛନ୍ତି। ସୁରକ୍ଷା ବୃଦ୍ଧି କରିବା ପାଇଁ ବ୍ୟାଙ୍କଗୁଡ଼ିକ ଗ୍ରାହକମାନଙ୍କୁ ପଜିଟିଭ୍ ପେ ସିଷ୍ଟମ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି। ଏହାର ଅଧୀନରେ 50,000ରୁ ଅଧିକ ମୂଲ୍ୟର ଚେକ୍ ଜମା ପୂର୍ବରୁ ବ୍ୟାଙ୍କକୁ କିଛି ଗୁରୁତ୍ୱପୂର୍ଣ୍ଣ ବିବରଣୀ ପ୍ରଦାନ କରିବାକୁ ପଡ଼ିବ। ଏଥିପାଇଁ ଆପଣଙ୍କ ଆକାଉଣ୍ଟ ନମ୍ବର, ଚେକ୍ ନମ୍ବର, ତାରିଖ, ପରିମାଣ ଏବଂ ଆପଣ ଯାହାକୁ ଚେକ୍ ଦେଉଛନ୍ତି ତାଙ୍କ ନାମ ଅତି କମ୍ରେ 24 କାର୍ଯ୍ୟ ଘଣ୍ଟା ପୂର୍ବରୁ ଦେବାକୁ ପଡ଼ିବ। ଚେକ୍ ପାଇବା ପରେ ବ୍ୟାଙ୍କ ଏହି ବିବରଣୀକୁ ଯାଞ୍ଚ କରିବ। ଯଦି ସବୁକିଛି ମେଳ ଥାଏ ତେବେ ଚେକ୍ ଖାଲି କ୍ଲିୟର ହୋଇଯିବ, ନଚେତ୍ ଏହାକୁ ରିଜେକ୍ଟ କରାଯିବ। ଏପରି କ୍ଷେତ୍ରରେ ଆପଣଙ୍କୁ ପୁଣି ଥରେ ବିବରଣୀ ପ୍ରଦାନ କରିବାକୁ ପଡ଼ିବ।